ବନ୍ଧୁ ଦେଖନ୍ତୁ ଆପଣ ପାଇଁ ଗୋଟେ ଖୁସି ଖବର ଯେ ଆପଣମାନଙ୍କୁ ସୁଭଦ୍ରା ଯୋଜନା ଟଙ୍କା ଉପମୁଖ୍ୟମନ୍ତ୍ରୀ କହିଥିଲେ 2025 ବର୍ଷ ହେବ ସୁଭଦ୍ରା ବର୍ଷ। ତେଣୁ ଆପଣମାନଙ୍କୁ ଦେଖନ୍ତୁ 2025ରେ କେତେଥର ସୁଭଦ୍ରା ଟଙ୍କା ମିଳିଲା। ଗୋଟେ ଚତୁର୍ଥ ପର୍ଯ୍ୟାୟ ମିଳିଲା, ପୁଣି ପଞ୍ଚମ ପର୍ଯ୍ୟାୟ ଆସନ୍ତା 6 ତାରିଖ ମିଳିବ, ଆଉ ରହିଲା ଅଳ୍ପ ଦିନ। ତାପରେ ରହିଲା 8 ତାରିଖରେ ମିଳିବ ଦ୍ୱିତୀୟ କିସ୍ତି। ତ ଦ୍ୱିତୀୟ କିସ୍ତି 8 ତାରିଖରେ ପୁଣି ମିଳିବ ଆପଣମାନଙ୍କୁ ରାକ୍ଷୀ ବନ୍ଧନରେ ଆଉ ଗୋଟେ କିସ୍ତି। ତେଣୁ ଆପଣମାନେ ଦେଖନ୍ତୁ ଏ ବର୍ଷ ପ୍ରାୟ 4 ଥର ହେଇଗଲାଣି। ତାହେଲେ ଦ୍ୱିତୀୟ କିସ୍ତି ଆପଣଙ୍କୁ କେତେ ଫେଜ୍ରେ ମିଳିବ? ଯେମିତି ପ୍ରଥମ କିସ୍ତି ଆପଣଙ୍କୁ 4ଟା 5ଟା ପର୍ଯ୍ୟାୟରେ ମିଳିଲା, ଦ୍ୱିତୀୟ କିସ୍ତି ଆପଣମାନଙ୍କୁ କେତେଟା ପର୍ଯ୍ୟାୟରେ ମିଳିବ? ସେଇଟା ବି ଗୋଟେ ପ୍ରଶ୍ନବାଚକ ସୃଷ୍ଟି କରୁଛି ଯେ ଆସନ୍ତା ସମୟ ଏଇଟା କହିବ ସରକାର ଏକାଥରକ ଦେଉଛନ୍ତି ନା ଫେଜ୍ ୱାଇଜ୍ ଦେଉଛନ୍ତି। ତେଣୁ ଯେଉଁ ମହିଳାମାନେ ପାଇନାହାନ୍ତି ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା, ସେମାନେ ବର୍ତ୍ତମାନ କ'ଣ କରିବେ? ଯେ ସେମାନେ ଯେଉଁ ନିଜର NPCI ରିଜେକ୍ଟ ଲିଷ୍ଟ ଆସିଲା ସେଇ ଅନୁସାରେ ସେମାନଙ୍କୁ ଟଙ୍କା ମିଳିନି, କାରଣ ସେମାନେ ଆଧାର ବ୍ୟାଙ୍କ ଠିକ୍ ଠାକ୍ ଲିଙ୍କ ହୋଇନାହିଁ। ତେଣୁ ସେମାନଙ୍କୁ ମିଳିନାହିଁ। 1,05,36,612 ଜଣ ଆବେଦନକାରୀ ମଧ୍ୟରୁ ପ୍ରାୟ କେତେକ ଓହରି ଯାଇଛନ୍ତି, ଆଉ ଯେଉଁ ରହିଲେ ସେମାନେ ସବୁ ପାଇବେ। ଯେଉଁମାନେ ଅଯୋଗ୍ୟ ଓହରି ଯାଇଛନ୍ତି, କଟି ଯାଇଛନ୍ତି, ଆଉ ଯେତେକ ରହିଲେ ସେମାନେ ସବୁ ପାଇବେ। ତାହେଲେ ପାଇବେ ଯେଉଁ ସେମାନଙ୍କୁ ସରକାର କେଉଁ ଇଏରେ ଦେବେ ନା ସେମାନେ NPCI ବ୍ୟାଙ୍କ ଲିଷ୍ଟ ସମ୍ପୂର୍ଣ୍ଣ ନାହିଁ, ସେମାନେ ଠିକ୍ କରିବାକୁ ପଡ଼ିବ। କଲା ପରେ ସେମାନଙ୍କୁ ସରକାର ଟଙ୍କା ଦେବେ। ତେଣୁ ସରକାର ଘୋଷଣା କରି କହିଛନ୍ତି କି ଯେଉଁମାନେ ସୁଭଦ୍ରା ଯୋଜନା ଟଙ୍କା ପାଇନାହାନ୍ତି ବ୍ୟସ୍ତ ହୁଅନ୍ତୁନି, ଆସନ୍ତା 6 ତାରିଖ ଦିନ ପଞ୍ଚମ ପର୍ଯ୍ୟାୟରେ ସେମାନଙ୍କୁ ପ୍ରଥମ କିସ୍ତି ମିଳିଯିବ। ଯାହାଫଳରେ ସେମାନଙ୍କୁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଲିଷ୍ଟ ଆସିଗଲାଣି, ଏଇମାନଙ୍କୁ ସବୁ ମିଳିବ। ଆଉ 8 ତାରିଖ ଦିନ ଆପଣମାନଙ୍କୁ ଦ୍ୱିତୀୟ କିସ୍ତି ମିଳିବ। କାହାକୁ ମିଳିବ କେଉଁମାନଙ୍କୁ ମିଳିବନି ସେଇଟା ଟିକେ ଅପେକ୍ଷା ଅଛି, ଯେ ପର୍ଯ୍ୟାୟ ଅନୁସାରେ ମିଳିବ କି ଏକାଥରକେ ମିଳିବ ସରକାର ଘୋଷଣା କରିନାହାନ୍ତି। କଲା ପରେ ଆପଣମାନେ ଏଇଟା ଜାଣିବେ। ତେଣୁ ସୁଭଦ୍ରା ଯୋଜନା ଟଙ୍କା ଆପଣମାନଙ୍କୁ ଖୁବ୍ ଶୀଘ୍ର ମିଳିବାକୁ ଯାଉଛି। ଯଦି ଆପଣମାନେ ପାଇନାହାନ୍ତି ତାହେଲେ ଅପେକ୍ଷା କରି ରୁହନ୍ତୁ, ନିଶ୍ଚୟ ମିଳିଯିବ। ତେଣୁ ସୁଭଦ୍ରା ଯୋଜନାରେ ଆପଣମାନେ ଯଦି ସାମିଲ ହୋଇ ସରକାରଙ୍କୁ ଯେଉଁ ଏଇଟା ଭାଗ, ତେଣୁ ଯେଉଁମାନେ KYC ବାକି ଥିଲା କରିନିଅନ୍ତୁ। ଆଉ ଯେଉଁମାନେ ସବୁ ଅଥେଣ୍ଟିକେସନ୍ କରିବାକୁ ଚାହୁଁଥିଲେ କରିଦିଅନ୍ତୁ। କଲା ପରେ ସେମାନଙ୍କୁ ମିଳିବ। ଆଉ ରହିଲା ଗୋଟେ କ'ଣ ନା ଯେଉଁମାନେ ସବୁ ସୁଭଦ୍ରା ଯୋଜନାରେ ଆଗରୁ ପାଇଥିଲେ ଟଙ୍କା, ଦ୍ୱିତୀୟ କିସ୍ତି ପାଇବେ କି ନାହିଁ? ଦେଖନ୍ତୁ କିଛି ଅଯୋଗ୍ୟ ହିତାଧିକାରୀ ଧରା ପଡ଼ିଛନ୍ତି, ଯାହାଫଳରେ ସେମାନଙ୍କୁ ସରକାର କ'ଣ କରିଛନ୍ତି ନା ତାଙ୍କ ନାଁକୁ ମଧ୍ୟ କାଟି ଦେଇଛନ୍ତି। ତାହେଲେ କେଉଁମାନେ ପାଇବେ କେଉଁମାନେ ପାଇବେନି ଆସନ୍ତା ସମୟ କହିବ। ତେଣୁ ଆପଣମାନେ ଅପେକ୍ଷା କରନ୍ତୁ। ଯଦି ଆପଣ ଜଣେ ଯୋଗ୍ୟ ହେଇଥିବେ ନିଶ୍ଚୟ ଟଙ୍କା ପାଇବେ, ଯଦି ନ ହେଇଥିବ ଆପଣମାନଙ୍କୁ ସରକାର କାଟିଦେବେ। ଇଏ ହେଲା ସରକାରଙ୍କ ବଡ଼ ଘୋଷଣା। ଖୁବ୍ ଶୀଘ୍ର ଆପଣ ପାଇବାକୁ ଯାଉଛନ୍ତି ସୁଭଦ୍ରା ଯୋଜନାର ପଞ୍ଚମ ପର୍ଯ୍ୟାୟ ଟଙ୍କା, ଯାହାଫଳରେ ପ୍ରଥମ କିସ୍ତି ଶେଷ ହୋଇଯିବ। ଯେଉଁମାନେ ବି ରହିବେ ସରକାର ନେକ୍ସଟ ଟାଇମ୍ରେ ସେମାନଙ୍କୁ ଦ୍ୱିତୀୟ କିସ୍ତି ସାଙ୍ଗରେ ଦେବେ। ତେଣୁ ଯଦି ମିଳିନି ସୁଭଦ୍ରା ଟଙ୍କା କେମିତି ମିଳିବ? ଆପଣମାନେ KYC ଆପଣମାନଙ୍କର ବ୍ୟାଙ୍କ ଆଧାର ସେଡ଼ିଂ ଏରା ସବୁ କରିଦିଅନ୍ତୁ। କଲା ପରେ ଆପଣମାନଙ୍କୁ ମିଳିବ। ତେଣୁ ଭିଡ଼ିଓ ଯଦି ଭଲ ଲାଗୁଛି ଲାଇକ୍ କରିବେ, ସେୟାର କରିବେ। ଆଉ ଅପଡ଼େଟ୍ ନ୍ୟୁଜ୍ ଜାଣିବା ପାଇଁ ସବୁବେଳେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ ଆପଣମାନଙ୍କୁ ଯାଏ। ତେଣୁ ଆପଣଙ୍କ ଆକାଉଣ୍ଟ ଯାଇଛି କି ନାହିଁ ଟଙ୍କା ଆପଣ ଟିକେ ଚେକ୍ କରିଦିଅନ୍ତୁ। ବ୍ୟାଙ୍କକୁ ଯାଇକି ଚେକ୍ କରିଦିଅନ୍ତୁ ଯାଇଛି କି ନାହିଁ ଆପଣ ମଧ୍ୟ ଜାଣିବେ। ତେଣୁ ଭିଡ଼ିଓ ଭଲ ଲାଇକ୍ କରିବେ। ନମସ୍କାର।